ଚୁଲି ମୁଣ୍ଡରେ ପଡ଼ି ରହିଥିବା ସେହି ଦରପୋଡ଼ା ଅଞ୍ଚିଣା କାଠକୁ କେବେ ପଚାରିଛ ତାର ବୁକୁଫଟା ବେଦନାଭରା ଚିତ୍କାରର କାହାଣୀ ସମ୍ପର୍କରେ? ହୃଦୟର ଚୁଲି ତଳୁ ଯନ୍ତ୍ରଣାର ନିଆଁ ଆଉ ଅବଶୋଷର ଧୂଆଁ କୁହୁଡ଼ି ଉଠିଲା ବେଳକୁ ପୁଣି ଅଧାପୋଡ଼ା ମନ ଆଉ ଶରୀରର ଅଞ୍ଚିଣା ଡାଙ୍ଗକୁ ରଗଡ଼ି ରଗଡ଼ି ପୁଣି ସେଥିରେ ନିଆଁ ଲଗାଇ ଦିଆଯାଏ ଅନିଶ୍ଚିତତାର ବାସ୍ତବତାରେ। ଆଃ ଉଫ୍ ହୋଇ ଛଟପଟ ହୁଏ ଏହି ଅଧାପୋଡ଼ା ଶରୀର ଆଉ ମନ, କିନ୍ତୁ ସତେ ଯେପରି ତାହା କାହାରି କାନକୁ ଶୁଭେ ନାହିଁ କି କାହା ଆଖିକୁ ଦିଶେ ନାହିଁ। ପୁଣି ସମସ୍ତେ ନୀରବରେ ଦେଖୁଥାନ୍ତି ଆଉ ଅଞ୍ଚିଣା କାଠ ବି ନୀରବରେ ଜଳି ଚାଲେ। ପୁଣି ଗୁମୁରି ଗୁମୁରି କାନ୍ଦେ, କାନ୍ଦି କାନ୍ଦି କଳା କାଠ ପଡ଼ିଯାଏ, ହେଲେ ତା କାନ୍ଦ କାହାକୁ ଶୁଭେ ନାହିଁ। ଖାଲି କଳା ଅଙ୍ଗାର ହୋଇଥିବା ଶୁଖିଲା ମୁହଁକୁ ସମସ୍ତେ ଦେଖୁଥାନ୍ତି। କାହାରି ହୃଦୟରେ ଦରଦ ଆସେ ନାହିଁ, ବରଂ ତାକୁ ଆହୁରି ରଗଡ଼ି ରଗଡ଼ି ଚୁଲିର ତାତଲା ନିଆଁରେ କ୍ଷତାକ୍ତ କରିଦିଅନ୍ତି। ସେତେବେଳେ ସେ ମନେ ମନେ ଆହୁରି କଷ୍ଟ ପାଇ କାନ୍ଦେ, କହେ, ମୋ ପ୍ରତି ଟିକିଏ ବି ଦରଦ ନାହିଁ। ଆବଶ୍ୟକତା ପାଇଁ ମୋତେ ପୋଡ଼ି ପୋଡ଼ି ଶେଷରେ ମୋ ଅବଶିଷ୍ଟକୁ ଚୁଲିରେ ହୁଡୁ ହୁଡୁ ହୋଇ ଜଳୁଥିବା ନିଆଁରେ ଜାଳ କରି ପକାଇ ଶେଷ କରିଦେବାକୁ ପଛେଇ ନିଏ ଦୁନିଆ। ମନକୁ ବୁଝାଇ ଦିଏ। ସେ ପୁଣି କହେ, ଏ ତ ମୋର ଭାଗ୍ୟ। ଏହା ମୋ ପାଇଁ କିଛି ନୂଆ ନୁହେଁ। ପ୍ରଥମେ ମୋତେ ସେହିଦିନ ବହୁତ କଷ୍ଟ ହୋଇଥିଲା, ଯେତେବେଳେ ଏହି ମଣିଷ ଗଛରୁ ମୋତେ କାଠ ବନେଇଥିଲା। ସେତିକିରେ ତା ନିଷ୍ଠୁର ମନ ଶାନ୍ତି ପାଇନଥିଲା। ପୁଣି ମୋତେ କୁରାଢ଼ୀରେ ହାଣି ଖଣ୍ଡ ଖଣ୍ଡ କରିଥିଲା। ଏହି ଯନ୍ତ୍ରଣା ମୋତେ ଯେତିକି କଷ୍ଟ ଦେଉନଥିଲା, ତାଠୁ ବେଶୀ କଷ୍ଟ ଦେଇଥିଲା ଯେତେବେଳେ ମୋ ନଜର ପଡ଼ିଥିଲା ହାଣୁଥିବା ସେହି କୁରାଢ଼ୀର କାଠ ବେଣ୍ଟ ଉପରେ। ମୁଁ ଯନ୍ତ୍ରଣାର ନିଆଁରେ ପୋଡ଼ି ଚିତ୍କାର କରୁଥିଲି, ଆଉ ସେ କାଠ ବେଣ୍ଟ ଯେ କି ଅଣ୍ଟି ଛୁରୀ ତଣ୍ଟି ମୋର କାଟୁଥାଏ। ବୁଝି ଯାଇଥିଲି ନିଜର ଯେତେବେଳେ ଧୋକା ଆଉ କଷ୍ଟ ଦିଏ, ସେତେବେଳେ ଅଜାଗା ଘା ଦେଖି ହୁଏନି କି ଦେଖେଇ ହୁଏନି। ନିଜେ କାଠ ହୋଇ ଆଉ ଗୋଟେ କାଠକୁ ଲୁହା ସହ ମିଶି କେମିତି ହାଣି ଚାଲିଛି, ଅତ୍ୟାଚାର କରି ଚାଲିଛି। ଏହା ହିଁ ତ ଦୁନିଆର ସବୁଠୁ ବଡ଼ ସତ୍ୟ। ଅତି ନିଜର ଭାବୁଥିବା ମଣିଷଟି କେମିତି ଦୁଃଖ ଯନ୍ତ୍ରଣାର କାରଣ ହୋଇଥାଏ। ଭାବିଥିଲି ମୋ ଭାଗ୍ୟରେ ଯନ୍ତ୍ରଣା ବୋଧହୁଏ ସମାପ୍ତ ହୋଇଗଲା। ହେଲେ ପୁଣି ନୂଆ ନୂଆ ଛଳନା ଅତ୍ୟାଚାରରେ ଦୁଆର ଖୋଲିଗଲା ମୋ ପାଇଁ। ଦେଖିଲା ବେଳକୁ ପ୍ରତିଦିନ ଚୁଲିର ନିଆଁରେ ଜଳି ମୋତେ କିଛି କିଛି ପୋଡ଼ୁଥିଲା ଏହି ଆବଶ୍ୟକତାର ଅତ୍ୟାଚାରୀ। ଭାବିଥିଲି ଜଳି ଜଳି କିଛି ଦିନ ଜିଇଯିବି। ହେଲେ ଯେବେ ପୋଡ଼ି ପୋଡ଼ି ଆଉ କାମରେ ନ ଆସିଲି, ମୋ ଅବଶିଷ୍ଟକୁ ଏହି ଚୁଲିର ନିଆଁରେ ଜାଳ କରି ଜାଳି ମୋତେ ପାଉଁଶ କରିଦେଲେ। ହେଲେ ମୋର ଆତ୍ମା ପ୍ରତି ପାହାଚରେ କେତେ କଷ୍ଟ ପାଇଛି, କେତେ ଚିତ୍କାର କରିଛି, ତାହାର ହିସାବ ନାହିଁ। ସବୁଜ ସୁନ୍ଦର ଗଛଟିଏ ହୋଇ କେତେ ନିରୀହ ଆଉ ସରଳ ମନଟିଏ ନେଇ ମୁଁ ଜନ୍ମ ହୋଇଥିଲି। ହସ ଖୁସିରେ ମୋ ଜୀବନ ବିତାଉଥିଲି। କେତେ ଫୁଲ, କେତେ ଫଳ ଆଉ ମେଞ୍ଚା ମେଞ୍ଚା ଛାଇକୁ ଗୋଟାଇ ମୁଁ ଭେଟି ଦେଉଥିଲି ଏହି ମଣିଷକୁ। କେତେ ପକ୍ଷୀ, ଜୀବଜନ୍ତୁ ମୋ ଡାଳରେ ବସା ବାନ୍ଧୁଥିଲେ। ଜୀବନ ଦାନ କରୁଥିଲି ଜରୁରୀ ଅମ୍ଳଜାନ ଦେଇ। ମୋ ପତ୍ର ବି ଜାଳେଣୀ ହୋଇ ଭାତ ବନୁଥିଲା କାହା କାହା ହାଣ୍ଡିରେ। ହେଲେ ତଥାପି ଏହି ସ୍ୱାର୍ଥପର ଦୁନିଆ ଯେ କି ତ୍ୟାଗର ମୂଲ୍ୟ ବୁଝେନି, ସେ ଭୋଗର ଅର୍ଥ ଶୁଦ୍ଧ ମୂଳ କରି ନିର୍ଦ୍ଦୟ ହୋଇ ଲାଭ ଭୋଗର ଅଙ୍କ କଷି ସବୁ କିଛି ଲୁଟି ନିଏ। ସ୍ୱାର୍ଥୀ ଆଉ ସ୍ୱାର୍ଥ, ଏମାନଙ୍କ ପାଖରୁ ଅଧିକ ଆଶା
ସବୁକିଛି ବ୍ୟର୍ଥ। ସ୍ୱାର୍ଥୀ ଆଉ ସ୍ୱାର୍ଥ ଏମାନଙ୍କ ପାଖରୁ ଅଧିକ ଆଶା ସବୁକିଛି ବ୍ୟର୍ଥ। ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ତ୍ୟାଗର ତ୍ୟାଗ, ତ୍ୟାଗୀର ତ୍ୟାଗ ଆଉ ଦୁଃଖୀର ଦୁଃଖ ମଣିମା ବୁଝିବା ହେଉ। ମଣିମା ବୁଝିବା ହେଉ। ମଣିମା ବୁଝିବା ହେଉ। ଏହି ଦୁଃଖ ଖାଲି ଗଛ ପାଇଁ ନୁହେଁ, ବରଂ ମଣିଷ ସମାଜ ପାଇଁ ବେଶୀ ପ୍ରଯୁଜ୍ୟ। ଏଠି ମଣିଷ ପଣିଆ ଖୁବ୍ କମ୍, ସ୍ୱାର୍ଥପରତା ଖୁବ୍ ବେଶୀ। ଏଠି ପ୍ରକୃତ ସ୍ନେହ ଆଦର କମ୍, ଛଳନା ଖୁବ୍ ବେଶୀ। ନିଃସ୍ୱାର୍ଥପର ଭଲ ପାଇବା ମରୁଭୂମି ମରୀଚିକା। ଏଠି କଟା ଘାରେ ଚୂନ ବୋଳିବା ଲୋକ ଅଧିକ, ମଲମ ଲଗାଇବା ଲୋକ କମ୍। ଏଠି 100 ଠିକ୍କୁ ଭୁଲିବା ଲୋକ ଅଧିକ, କିନ୍ତୁ ଗୋଟେ ଠିକ୍କୁ ମନେ ରଖିବା ଲୋକ କମ୍। ଏଠି ଆଖିରେ ଲୁହ ଦେବା ଲୋକ ଅଧିକ, ଓଠରେ ହସ ଦେବା ଲୋକ କମ୍। ଏଠି ଜନସଂଖ୍ୟା ବଢ଼ି ଚାଲିଛି, ହେଲେ ମଣିଷ ସଂଖ୍ୟା କମି କମି ଚାଲିଛି। ଅପେକ୍ଷା କରନ୍ତୁ ନାହିଁ କି ଲୋକ ଆସି ତୁମକୁ ସାବାସୀ ଜଣାଇବେ ଆଉ ତୁମ ପିଠି ଥାପଡ଼ାଇବେ। ନିଜ ପିଠି ନିଜେ ଥାପଡ଼ାଇ ଆଗକୁ ଚାଲ। ଦେଖିବ ବିଶ୍ୱର ଈଶ୍ୱର ହିଁ ତୁମ ଚଲାପଥକୁ ସହଜ କରିଦେବେ। ଯଦି ଏହି ଲେଖା ଆପଣମାନଙ୍କ ହୃଦୟକୁ ଛୁଇଁଛି, ତାହେଲେ ଆପଣମାନଙ୍କର ଭଲ ପାଇବା ନିହାତି ଲାଇକ୍, ସେୟାର, କମେଣ୍ଟ ମାଧ୍ୟମରେ ଜଣାଇବେ ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଯାହା ମୋତେ ପ୍ରୋତ୍ସାହିତ କରିବ ଆଗକୁ ବଢ଼ିବା ପାଇଁ।